যদি ଆପଣମାନେ ଜମି କିଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଏଇ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ବା ତିନୋଟି ଗୁରୁତ୍ୱପୂର୍ଣ୍ଣ ନିୟମ ଯାହାକି ମୁଁ ଆପଣମାନଙ୍କୁ ଆଜିର ଏଇ ଭିଡ଼ିଓରେ ଜଣେଇବି। ଯଦି ଆପଣମାନେ ଭବିଷ୍ୟତରେ ଆପଣମାନେ ଜମି କିଣିବା ପାଇଁ ଚାହୁଁଛନ୍ତି ବା ଜମି କିଣିବା ପାଇଁ ପ୍ଲାନିଂ କରୁଛନ୍ତି ତାହେଲେ ଆପଣମାନଙ୍କୁ ଏଇ ଯେଉଁ ତିନୋଟି ନିୟମ ବା ତିନୋଟି ଯେଉଁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କଥା ରହିଛି ତାକୁ ଆପଣଙ୍କୁ ଧ୍ୟାନରେ ରଖି ଆପଣମାନଙ୍କୁ ଜମି କିଣିବା ପାଇଁ ପଡ଼ିବ। ଯାହାଦ୍ୱାରା ଯଦି ଆପଣମାନେ ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନେ ଜାଣିକି ଆପଣ ଜମି କିଣୁଛନ୍ତି ତାହେଲେ ଆପଣମାନଙ୍କୁ ଆଉ ଭବିଷ୍ୟତରେ ଯାଇକି ସେଇ ଜମି କିଣିବାରେ ଆପଣଙ୍କୁ ଆଉ କୌଣସି ଆପଣଙ୍କୁ ଅସୁବିଧା ହେବ ନାହିଁ। ତ ସେ ତିନୋଟି ନିୟମ ବା ତିନୋଟି ଗୁରୁତ୍ୱପୂର୍ଣ୍ଣ କାମ କ'ଣ ରହିଛି ଯାହାକି ଆପଣମାନଙ୍କୁ ଜମି କିଣିବା ପୂର୍ବରୁ କରିବା ପାଇଁ ପଡ଼ିବ ତାକୁ ମୁଁ ଆଜିର ଏଇ ଭିଡ଼ିଓରେ ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଡିଟେଲ୍ସରେ କହିବି। ତ ସେଥିପାଇଁ ଆପଣମାନେ এই ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଯାହାଦ୍ୱାରା ଆପଣମାନେ ସେ ବିଷୟରେ ଡିଟେଲ୍ସରେ ସବୁ କିଛି ଜାଣିପାରିବେ। ଆଉ ଭିଡ଼ିଓ ଦେଖି ସାରିବା ପରେ ଯଦି ଆପଣମାନଙ୍କୁ এই ଭିଡ଼ିଓ ଟିକେ ବି ଇନଫର୍ମେଟିଭ୍ ଲାଗିବ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରିବେ। ଆଉ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଆପଣଙ୍କ ଯେଉଁ ପାଖରେ ଯେଉଁ ବେଲ୍ ଆଇକନ୍ ଆସୁଥିବ ସେଇ ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖିବେ ଯାହାଦ୍ୱାରା ଆପଣ ମୋର এই ଚ୍ୟାନେଲରୁ এইଭଳି ନୂଆ ଇନଫର୍ମେଟିଭ୍ ଭିଡ଼ିଓର ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ କମେଣ୍ଟ ମାଧ୍ୟମରେ ଜଣାଇବେ କି ଆପଣମାନେ এই ଭିଡ଼ିଓଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆଉ ଆପଣମାନଙ୍କୁ এই ଭିଡ଼ିଓ କେତେ ପର୍ଯ୍ୟନ୍ତ ଆପଣଙ୍କୁ ଇନଫର୍ମେଟିଭ୍ ଲାଗିଲା ତା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇପାରିବେ। ଦେଖନ୍ତୁ ଜମି କିଣାକୁ ନେଇ କ'ଣ ବଡ଼ ରାୟ ରେଜିଷ୍ଟ୍ରି କରିଲେ ବି ହୋଇପାରିବେନି ମାଲିକ। ଦେଖନ୍ତୁ ଯଦି ଆପଣ ଘର ଫ୍ଲାଟ୍ କିମ୍ବା ଅନ୍ୟ କୌଣସି ସମ୍ପତ୍ତି କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଯେଉଁ ଆପଣ ଜମି କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଖବରଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେବଳ ସମ୍ପତ୍ତି ପଞ୍ଜୀକରଣ କରିବା ମାଲିକାନା ପ୍ରମାଣ ନୁହେଁ। 2025 ମସିହାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଥିଲେ ଯେ ପଞ୍ଜୀକରଣ ବ୍ୟତୀତ ସମ୍ପତ୍ତିର ମାଲିକାନା ପ୍ରମାଣ କରିବା ପାଇଁ ମ୍ୟୁଟେସନ ମଧ୍ୟ ଆବଶ୍ୟକ ରହିଛି। ତେବେ ଦେଖନ୍ତୁ ଆପଣମାନେ ଯେତେବେଳେ ଯେଉଁ ଜମି କିଣି ସାରିବେ ତ ଆପଣଙ୍କୁ କେବଳ ପଞ୍ଜୀକରଣ କରିଦେଲେ ଆପଣଙ୍କ ସବୁ କଥା ହେଇଯିବନି। ଆପଣମାନଙ୍କୁ ଯେଉଁ ତାର ଆପଣଙ୍କର ମ୍ୟୁଟେସନ କରିବା ପାଇଁ ପଡ଼ିବ। ମାନେ ଆପଣମାନେ ଯେଉଁ ପୁରୁଣା ଯାଠାରୁ ଆପଣ ଜମି ଯେଉଁ କିଣିଥିବେ ତ ତାଙ୍କର ନାମକୁ ଆପଣମାନେ କାଟି ଆପଣ ସେଇ ପ୍ରପର୍ଟିରେ ଆପଣଙ୍କ ନିଜ ନାମକୁ ଆପଣ ଟ୍ରାନ୍ସଫର କରିବା ପାଇଁ ପଡ଼ିବ। ଏମିତି କଲେ ଯାଇକି ହିଁ ଆପଣଙ୍କ ସେଇ ଜମିର ଆପଣଙ୍କ ଯେଉଁ ଓନରସିପ୍ ଆପଣମାନେ ନିଜେ ହିଁ ରହିପାରିବେ। ନଚେତ୍ ସେ ଆପଣଙ୍କର ସେ ପୁରୁଣା ଓନର ଯିଏ ରହିଥିବେ ସେ ଜମିର ସେ ପୁରୁଣା ଓନର ହିଁ ତାଙ୍କ ନାମ ହିଁ ସେଇ ଜମିରେ ରହିଥିବ। ତ ଆପଣମାନଙ୍କୁ ମ୍ୟୁଟେସନ କରିବା ପାଇଁ ନିହାତି ଆବଶ୍ୟକ। ଆପଣ ନିହାତି ଭାବରେ ଜମି କିଣି ସାରିବା ପରେ ଆପଣଙ୍କର ମ୍ୟୁଟେସନ ମଧ୍ୟ ଆପଣ କରାଇବା ନିହାତି ଆବଶ୍ୟକ। ତାପରେ ଦେଖନ୍ତୁ ମୋହନୁର ଫତିମା ଇମ୍ରାନ ବନାମ ତେଲେଙ୍ଗାନା ରାଜ୍ୟ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଥିଲେ। କୋର୍ଟ କହିଥିଲେ ଯେ ଜଣେ ବ୍ୟକ୍ତି କେବଳ ବିକ୍ରୟ ଡିଡ୍ କିମ୍ବା ରେଜିଷ୍ଟ୍ରି ଆଧାରରେ ସମ୍ପତ୍ତିର ପୂର୍ଣ୍ଣ ମାଲିକ ହୁଅନ୍ତି ନାହିଁ ଯେପର୍ଯ୍ୟନ୍ତ ରାଜସ୍ୱ ରେକର୍ଡରେ ସମ୍ପତ୍ତି ମ୍ୟୁଟେସନ ନ ହୁଏ ନୂଆ କ୍ରେତାଙ୍କର ନାମ ସରକାରୀ ଦଲିଲରେ ପଞ୍ଜୀକୃତ ବୋଲି ବିବେଚନା କରାଯିବ ନାହିଁ। ତେବେ ଦେଖନ୍ତୁ ଆପଣଙ୍କର କିଛି ଲୋକ ଏଠାରେ ଭାବିବେ କି ତ ଏଇଟା ତେଲେଙ୍ଗାନା ରାଜ୍ୟ ପାଇଁ ତ ଏଇ ଯେଉଁ ଆପଣଙ୍କର ଯେଉଁ ଶୁଣାଣିଟି କରାଯାଇଛି ତ ଦେଖନ୍ତୁ ସେମିତି କିଛି ନୁହେଁ। ସୁପ୍ରିମକୋର୍ଟ ମାନେ ଆପଣଙ୍କର ପୁରା ଭାରତ ସାରା ଆପଣଙ୍କର ଯେଉଁ ରାଜ୍ୟ ବି ହେଇଥିଲେ ତ ଆପଣଙ୍କର ସେଇ ଶୁଣାଣିଟି ସବୁ ରାଜ୍ୟ ପାଇଁ। ତ ଆପଣମାନେ ଯେଉଁ ରାଜ୍ୟରୁ ହେଇଥିଲେ ବି ଆପଣଙ୍କ ପାଇଁ ଏଇ ଯେଉଁ ଆପଣଙ୍କର ଯେଉଁ ନିୟମ ଗୁଡ଼ିକ ଯେଉଁ ଲାଗୁ କରାଯିବ ତ ଆପଣଙ୍କର ନିହାତି ଜରୁରୀ ରହିବ। ତାପରେ ଦେଖନ୍ତୁ এই ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଯଦି ଆପଣମାନେ ଯେତେବେଳେ ଯେଉଁ ଜମି କିଣି ସାରୁଛନ୍ତି ତ ଆପଣଙ୍କ ତୁରନ୍ତ ଆପଣଙ୍କ ଯେଉଁ ସେଇ ଜମିର ମ୍ୟୁଟେସନ କରିବା ନିହାତି ଆବଶ୍ୟକ। ଆଉ ଯଦି ଆପଣ ସେଇ ଜମିର ମ୍ୟୁଟେସନ କରୁନାହାନ୍ତି ତାହେଲେ ଆପଣଙ୍କର ଆପଣ ଯେଉଁ ଜମି ଯେଉଁ କିଣିବେ ତ ଆପଣଙ୍କ ନାଁ ସେଇ ପ୍ରପର୍ଟିରେ ଆପଣଙ୍କ ନାଁ ପଞ୍ଜୀକୃତ ହୋଇପାରିବ ନାହିଁ ବା ବିବେଚନା ଆପଣଙ୍କ କରାଯିବ ନାହିଁ। ତ ଆପଣମାନେ ଯେମିତି ହିଁ ଯେଉଁ ସେ ଜମି କିଣିବେ ତ ଆପଣଙ୍କ ମ୍ୟୁଟେସନ ମଧ୍ୟ ନିହାତି କରିବେ। ଅଧିକାଂଶ କ୍ଷେତ୍ରରେ ଲୋକମାନେ ଏକ ବିକ୍ରୟ ପତ୍ର ଓ ଏକ ମ୍ୟୁଟେସନ ଡକୁମେଣ୍ଟକୁ ସମାନ ବୋଲି ଭୁଲ କରନ୍ତି। ସମାନ ବୋଲି ଭାବି ସେମାନେ ଭୁଲ କରିଥାନ୍ତି। କିନ୍ତୁ ଦେଖନ୍ତୁ ସେମାନେ ଆପଣଙ୍କର ଯେଉଁ ଅଲଗା ଅଲଗା ଭିନ୍ନ ବା ଆପଣଙ୍କର ଅଲଗା ଅଲଗା ରହିଥାନ୍ତି। ତ ଆପଣଙ୍କର ତିନି ପ୍ରକାରର ସମ୍ପତ୍ତି ରହିଛି ଯେମିତିକି ଆବାସିକ କୃଷି ଓ ବାଣିଜ୍ୟିକ। ତ ଆପଣଙ୍କର ଏଇ ତିନି ପ୍ରକାରର ଆପଣଙ୍କର ସମ୍ପତ୍ତି ରହିଛି। ତିନୋଟି ପାଇଁ ମ୍ୟୁଟେସନ ପ୍ରକ୍ରିୟା ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ କରାଯାଇଥାଏ। ଯେମିତିକି ବିକ୍ରୟ ପତ୍ର ମାଧ୍ୟମରେ କ୍ରୟ କରାଯାଇଥିବା ସମ୍ପତ୍ତି ଡକୁମେଣ୍ଟ ଗୁଡ଼ିକ ବ୍ୟକ୍ତିଗତ ଭାବରେ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆପଣଙ୍କ ନାମରେ ସ୍ଥାନାନ୍ତରିତ ହେବା ଆବଶ୍ୟକ। କୃଷି ଜମିର ମ୍ୟୁଟେସନ ପ୍ରକ୍ରିୟା ଦ୍ୱାରା ପରିଚାଳିତ ହୋଇଥାଏ। ତ ଆବଶ୍ୟକ ଜମିର ମ୍ୟୁଟେସନ ପ୍ରକ୍ରିୟା ଆପଣଙ୍କର ଯେଉଁ ପୌର ନିଗମ ପୌର ପରିଷଦ ଯେଉଁ ରହିଛନ୍ତି ତ ସେଠାରେ ଆପଣଙ୍କର କିମ୍ବା ନଗର ପରିଷଦ ଦ୍ୱାରା ପରିଚାଳିତ ହୋଇଥାଏ ଓ ଗ୍ରାମ କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ଦ୍ୱାରା ପରିଚାଳିତ ହୋଇଥାଏ। ଜିଲ୍ଲାର ଶିଳ୍ପ ବିକାଶ କେନ୍ଦ୍ରରେ ଶିଳ୍ପ ଜମି ରେକର୍ଡ ଆପଣଙ୍କର କରାଯାଇଥାଏ। ଜମି ପଞ୍ଜୀକରଣ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ମାଲିକାନା ହସ୍ତାନ୍ତର। ତ ଆପଣଙ୍କର ଯେଉଁ ଜମି ଯେତେବେଳେ ଆପଣ ଯେଉଁ କିଣି ସାରିବେ ଯେଉଁ ପଞ୍ଜୀକରଣ କରିସାରିବେ ତ ସବୁଠାରୁ ଫାଷ୍ଟ ଆପଣଙ୍କର କାମ ରହିବ କି ଆପଣଙ୍କର ଏଇ ଯେଉଁ ମାଲିକାନା ହସ୍ତାନ୍ତର ତ ଏଇ ପଞ୍ଜୀକରଣର 2ରୁ 3 ମାସ ମଧ୍ୟରେ କରାଯିବା ନିହାତି ଆବଶ୍ୟକ। ଯଦି ଜମିର ପ୍ରଥମ କ୍ରେତା ମାଲିକାନା ପଞ୍ଜୀକୃତ କରିନଥାନ୍ତି ତେବେ ପୂର୍ବ ମାଲିକଙ୍କ ନାମ ପଞ୍ଜୀକୃତ ହେବ। ସମାନ ଜମି ଦ୍ୱିତୀୟ କ୍ରେତାଙ୍କୁ ବିକ୍ରୟ କରାଯାଇଥାଏ ଓ ହସ୍ତାନ୍ତର ସମାପ୍ତ ହେବା ପୂର୍ବରୁ ସମ୍ପତ୍ତି ତୃତୀୟ କିମ୍ବା ଚତୁର୍ଥ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇ ଟଙ୍କା ନିଆଯାଇଥାଏ। ଏବେ ଦେଖନ୍ତୁ ଆପଣମାନେ ଯେମିତି ଯେଉଁ ଜମି ଯାଠାରୁ ଆପଣମାନେ କିଣିବେ ତ ଆପଣ ସାଙ୍ଗେ ସାଙ୍ଗେ ଆପଣଙ୍କ ସେଇ ଜମିର ଆପଣଙ୍କ ମ୍ୟୁଟେସନ କିମ୍ବା ଆପଣଙ୍କ ନିଜର ଯେଉଁ ମାଲିକାନା କରାଇ ନେବେ। ଆପଣ ଯେଉଁ ନିଜ ନାମକୁ ସେଇ ଜମିର ଆପଣ ଯେଉଁ ଓନରସିପ୍ ନିଜ ନାମକୁ କରାଇ ନେବେ। ନହେଲେ ଆପଣଙ୍କ କ'ଣ ହେବ ନା ଯେତେବେଳେ ଆପଣ ଯଦି ସେଇ ମ୍ୟୁଟେସନ ବା ଆପଣଙ୍କ ନିଜ ନାମରେ ସେଇ ପ୍ରପର୍ଟି ଆପଣ କରିନଥିବେ ତ ଆପଣଙ୍କ ସେଇ ସମାନ ଜମି ଯାହାଠାରୁ ଆପଣ ପୂର୍ବରୁ ଯାହାଠାରୁ ଆପଣ ଯେଉଁ କିଣିଥିବେ ତ ସେ କ'ଣ କରିବେ ନା ଆପଣଙ୍କ ସେଇ ଜମିକୁ ସମାନ
ଜମିକୁ ସେ ବିକ୍ରି କରି ଆଉ ଜଣଙ୍କ ଠାରୁ ପଇସା ନେଇଯିବେ ଆଉ ଆପଣମାନେ ଭବିଷ୍ୟତରେ ଆପଣମାନେ ହଇରାଣ ହୋଇଯିବେ। ତ ସେଥିପାଇଁ ଆପଣମାନେ ଯେମିତି ଯେଉଁ ଜମିକୁ କିଣିବେ ତ ଆପଣଙ୍କ ତୁରନ୍ତ ଆପଣଙ୍କ ସେ ଜମିର ମାଲିକାନା ବା ଓନରସିପ୍ ଆପଣଙ୍କ ନିଜ ନାମକୁ କରାଇ ନେବେ ବା ମ୍ୟୁଟେସନ କରାଇ ନେବେ। କୋର୍ଟଙ୍କ ଅନୁଯାୟୀ ସରକାରୀ ଓ ରାଜସ୍ୱ ରେକର୍ଡରେ ସମ୍ପତ୍ତିର ବିକ୍ରୟ ଓ କ୍ରୟ ପଞ୍ଜୀକୃତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରେଜିଷ୍ଟ୍ରି ବ୍ୟତୀତ ଆପଣଙ୍କ ଯେଉଁ ମାଲିକାନା ପ୍ରମାଣ କରିବା ପାଇଁ ଏକ ମଦର ଡିଡ୍, ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର ଓ ମ୍ୟୁଟେସନ ଡକ୍ୟୁମେଣ୍ଟ ମଧ୍ୟ ଆବଶ୍ୟକ ପଡ଼ିବ। ତେବେ ଏବେ ଯିବା କି ଯେଉଁ ଆପଣମାନେ ଯେଉଁ ସେ ଯେଉଁ ଜମି କିଣିବା ପୂର୍ବରୁ ଆପଣଙ୍କୁ ଯେଉଁ ତିନୋଟି ଯେଉଁ ଗୁରୁତ୍ୱପୂର୍ଣ୍ଣ ଯେଉଁ କାମ କରିବା ପାଇଁ ପଡ଼ିବ ତାହା ଆପଣ କ'ଣ କରିବା ପାଇଁ ପଡ଼ିବ ଆସନ୍ତୁ ତାକୁ ଟିକେ ଡିଟେଲ୍ସରେ ଦେଖିବା। ପ୍ରଥମ ଯେଉଁ କାମ ଆପଣ ଜମି କିଣିବା ପୂର୍ବରୁ କରିବେ ତାହା ରହିବେ ତାହା ଆପଣଙ୍କୁ କରିବା ପାଇଁ ପଡ଼ିବ ମଦର ଡିଡ୍। ମଦର ଡିଡ୍ ସମ୍ପତ୍ତିର ପୁରା ଇତିହାସ ପ୍ରକାଶ କରିଥାଏ, ଯେଉଁଥିରେ ଜମି କିମ୍ବା ଘର କାହାର ମାଲିକାନା ଥିଲା ଓ ଏହା କିପରି ହସ୍ତାନ୍ତରିତ ହୋଇଥିଲା ତାହା ଅନ୍ତର୍ଭୁକ୍ତ ରହିଥାଏ। ତ ଯେଉଁ ଆପଣ ଯେଉଁ ଜମି ଯାଠାରୁ ଯେଉଁ କିଣିବେ ତ ଆପଣ ତାଙ୍କଠାରୁ ଆପଣ ଯେଉଁ ମଦର ଡିଡ୍ ଯେଉଁ ରହିଛି ତ ସେଇ ମଦର ଡିଡ୍ ଆପଣଙ୍କୁ ଆଣିବା ପାଇଁ ପଡ଼ିବ ବା ଆପଣଙ୍କୁ ସେଇ ମଦର ଡିଡ୍ ଚେକ୍ କରିବା ପାଇଁ ପଡ଼ିବ। ଯାହାଫଳରେ ଆପଣ ଜାଣିପାରିବେ କି ସେଇ ଯେଉଁ ଜମି ଆପଣ ଯାଠାରୁ କିଣିବା ପାଇଁ ଯାଉଛନ୍ତି ତ ସେଇ ଜମିର ସେ ନା ଓନରସିପ୍ କିଏ ରହିଛନ୍ତି, ଆଗରୁ କାହା ନାଁ ରହିଥିଲା, ତା ସେଇ ବିଷୟରେ ଆପଣ ପୁରା ଯାହା ବି ଡିଟେଲ୍ସ ଓ ହିଷ୍ଟ୍ରି ରହିଥିବ ସେଇ ଜମି ବିଷୟରେ ବା ସେଇ ସମ୍ପତ୍ତି ବିଷୟରେ ଆପଣମାନେ ତା ଡିଟେଲ୍ସରେ ଜାଣିପାରିବେ। ଆଉ ତାପରେ ଆପଣ ଜାଣି ସାରିଲା ପରେ ହିଁ ଯାଇକି ଆପଣମାନେ ଯେଉଁ ସେଇ ଜମିକୁ ଆପଣମାନେ ଆରାମସେ ଆପଣ କିଣିପାରିବେ। ତ ପ୍ରଥମ କାମ ଆପଣମାନଙ୍କୁ ଜମି କିଣିବା ପୂର୍ବରୁ ମଦର ଡିଡ୍ ଆପଣଙ୍କୁ ଚେକ୍ କରିବା ପାଇଁ ପଡ଼ିବ। ଦ୍ୱିତୀୟ କାମ ଆପଣମାନଙ୍କୁ ଯେଉଁ ଜମି କିଣିବା ପୂର୍ବରୁ କ'ଣ କରିବା ପାଇଁ ପଡ଼ିବ ଦେଖନ୍ତୁ, ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର। ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର ଯେଉଁ ଆପଣଙ୍କ ଯେଉଁ ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର ଯେଉଁ ସମ୍ପତ୍ତି ବିରୋଧରେ କୌଣସି ବିଚାରାଧୀନ ଋଣ, ବିବାଦ କିମ୍ବା କୋର୍ଟ ମାମଲା ଅଛି କି ନାହିଁ ସେ ବିଷୟରେ ସୂଚନା ଆପଣଙ୍କର ପ୍ରଦାନ କରିଥାଏ। ତ ଦ୍ୱିତୀୟ କାମ ଆପଣଙ୍କୁ ଯେଉଁ ଚେକ୍ କରିବା ପାଇଁ ପଡ଼ିବ କି ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର। ତ ଏଇ ଆପଣ ଯାହାଠାରୁ ଯେଉଁ ଜମି କିଣିବେ ତ ତାଙ୍କର ସେଇ ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ରଟି ଆପଣ ମାଗିକି ଆପଣ ଚେକ୍ କରିବେ। ଯାହାଫଳରେ ଆପଣ ଜାଣିପାରିବେ କି ଆପଣ ଯେଉଁ ଜମି କିଣିବା ପାଇଁ ଯାଉଛନ୍ତି ତ ତା ବିରୋଧରେ କୌଣସି ଆପଣଙ୍କର ଆଗରୁ କିଛି ଋଣ ହୋଇଛି କି ନାହିଁ କିମ୍ବା ଆପଣଙ୍କର ଯେଉଁ କୋର୍ଟରେ ତାର ସେ ଜମିକୁ ନେଇ କୌଣସି ବିବାଦ ତ ହେଇନାହିଁ ସେ ବିଷୟରେ ଆପଣମାନେ ଡିଟେଲ୍ସ ଜାଣିପାରିବେ। ତ ସେଥିପାଇଁ ଆପଣଙ୍କୁ ଜମି କିଣିବା ପୂର୍ବରୁ ଏଇ ଦ୍ୱିତୀୟ କାମଟି ଯେଉଁ ରହିଛି ଆପଣଙ୍କର ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର ଆପଣଙ୍କୁ ଚେକ୍ କରିବା ପାଇଁ ପଡ଼ିବ। ତାପରେ 3 ନମ୍ବର ରହିଛି ମ୍ୟୁଟେସନ ଡକ୍ୟୁମେଣ୍ଟ। ଆପଣମାନଙ୍କୁ ସେଇ ଜମି କିଣିବା ପୂର୍ବରୁ ଆପଣଙ୍କୁ ଯେଉଁ 3 ନମ୍ବର କାମ କରିବା ପାଇଁ ପଡ଼ିବ ତାହା ରହିଛି ମ୍ୟୁଟେସନ ଡକ୍ୟୁମେଣ୍ଟ। ତ ଆପଣଙ୍କର ସେଇ ଏନକ୍ୟୁମ୍ବ୍ରାନ୍ସ ପ୍ରମାଣପତ୍ର ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହେଉଛି ମ୍ୟୁଟେସନ, ଯାହା ରାଜସ୍ୱ ବିଭାଗରେ ରେକର୍ଡରେ ନୂଆ ମାଲିକଙ୍କ ନାମ ରେକର୍ଡ କରାଯାଇଥାଏ। ଏହା ବ୍ୟତୀତ କ୍ରେତାଙ୍କୁ ଏହା ମଧ୍ୟ ଯାଞ୍ଚ କରିବା ଉଚିତ ଯେ ପୂର୍ବ ମାଲିକ ଘର, କର ଓ ଅନ୍ୟାନ୍ୟ କର ଦେଇଛନ୍ତି କି ନାହିଁ ଓ ସମ୍ପତ୍ତି ବିରୁଦ୍ଧରେ କୌଣସି ଋଣ ଅଛି କି ନାହିଁ। ସମ୍ପୂର୍ଣ୍ଣ ତଦନ୍ତ ବିନା ସମ୍ପତ୍ତି କ୍ରୟ କରିବା ଭବିଷ୍ୟତରେ ଆଇନଗତ ସମସ୍ୟା ସୃଷ୍ଟି କରିପାରେ। ତେବେ ଦେଖନ୍ତୁ, ଆପଣଙ୍କୁ ଯେଉଁ ଜମି କିଣିବା ପୂର୍ବରୁ ଯେଉଁ 3 ନମ୍ବର ଯେଉଁ କାମ କରିବା ପାଇଁ ପଡ଼ିବ ତାହା ରହିଛି ଆପଣଙ୍କୁ ଯାହାଠାରୁ ଆପଣ ଯେଉଁ ଜମି ଆଣିବେ ତ ତାଙ୍କର ଯେଉଁ ମ୍ୟୁଟେସନ ଡକ୍ୟୁମେଣ୍ଟ ରହିଥିବ ତ ତାକୁ ଆପଣଙ୍କୁ ଚେକ୍ କରିବା ପାଇଁ ପଡ଼ିବ। ଯାହାଫଳରେ ଆପଣମାନେ ଜାଣିପାରିବେ କି ତ ସେଇ ଯେଉଁ ଜମି ଆପଣ ଯାହାଠାରୁ କିଣୁଛନ୍ତି ତ ସେଇ ଜମିର ଆଗକୁ କିଛି ବିବାଦ ନାହିଁ ତ ବା ସେଇ ଜମି ଯେଉଁ ଆପଣ ଯାହାଠାରୁ କିଣୁଛନ୍ତି ତ ସେଇ ଜମିର କିଛି ଆପଣଙ୍କ ଦଲାଲ କାମ କିଛି ତ ଆପଣଙ୍କ ଆଗକୁ କିଛି ହେଇନାହିଁ ତ ସେଇ ବିଷୟରେ ଆପଣମାନେ ଡିଟେଲ୍ସରେ ଜାଣିପାରିବେ। ଯାହାଦ୍ୱାରା ଆପଣମାନେ ଆଗକୁ ଯେଉଁ ଏଇ ଜମିକୁ ଯେଉଁ କିଣିବା ପରେ ଯେଉଁ ବିକିବେ କି ଯାହା ଆପଣ କରିବେ ତ ଆପଣଙ୍କ ଆଗକୁ ଭବିଷ୍ୟତରେ କିଛି ବି ଆପଣଙ୍କର ପ୍ରୋବ୍ଲେମ୍ ବା ଅସୁବିଧା ହେବ ନାହିଁ। ତ ସେଥିପାଇଁ ଆପଣଙ୍କ ଯେଉଁ 3 ନମ୍ବର କାମ ରହିଛି ମ୍ୟୁଟେସନ, ଆପଣଙ୍କ ଯେଉଁ ସେ ଜମିର ମ୍ୟୁଟେସନ ଆପଣ ଚେକ୍ କରିପାରିବେ। ତ ଇଏ ଥିଲା ଏଇ ଯେଉଁ 3ଟି ଗୁରୁତ୍ୱପୂର୍ଣ୍ଣ କାମ ଯାହା ଆପଣମାନଙ୍କୁ ଯେଉଁ ଜମି କିଣିବା ପୂର୍ବରୁ ଆପଣଙ୍କୁ ଏ 3ଟି ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ପଡ଼ିବ। ଆପଣ ଯେତେବେଳେ ବି ଜମି ଯାହାଠାରୁ ଆପଣ ଯେଉଁ କିଣିବା ପାଇଁ ଯିବେ ତ ଆପଣଙ୍କୁ ଏଇ 3ଟି କାମ କରିବା ନିହାତି ଆବଶ୍ୟକ। ଯାହାଦ୍ୱାରା ଆପଣ ଜମି କିଣିବା ପରେ ଆପଣଙ୍କର ଆଉ କୌଣସି କିଛି ଅସୁବିଧା ବି ହେବ ନାହିଁ ଆଉ ଆପଣମାନେ ଆରାମସେ ଆଗକୁ ଯାହା ବି ସେଇ ଯେଉଁ ଜମିରେ ଯାହା ବି କରିବା ପାଇଁ ଚାହିଁବେ କରିପାରିବେ।